ବାଇଗଣଟା ଥିଲା ଏଠୁ କୁଆଡେ ଗଲା? ଏଟା ତରକାରୀ ହେଇଥାନ୍ତା। କଣ ହେଲା ଏଟା? ଏଇ ତୁ ବାଇଗଣଟା ଆଣିଛୁ, ଏଟା କଣ କରିବୁ? ଏଇଟା ଆଜି ପୋଡିବି, ଚୁଲିରେ ପୋଡିବା, ଦେଖିବ କେତେ ଟେଷ୍ଟ ଲାଗିବ। ଏଥିରେ ଟିକେ ତେଲ ଲଗେଇଦବା, ଲଗେଇକି ପୋଡିବା, ପୁରା ଟେଷ୍ଟ। ମାନେ ରସୁଣ ଟିକେ ଆଉ କଞ୍ଚା ଲଙ୍କା ଟିକେ ଚକଟି ଦବା, ଏଇଟା ଏଥିରେ ଏମିତି ଗେଞ୍ଜି ଦବା, ତା ଭିତରେ ଚୁଲି ଲାଗିଛି, ଚୁଲି ଭିତରେ ଛାଡିଦବା, ସେ ପୁରା ବଢିଆ କି ପୋଡି ହେଇଯିବ। ଧୂଆଁଳିଆ ବି ଲାଗିବନି, ଟେକି ହେଇକି ରହିବ। ଆଜି କେତେ ଟେଷ୍ଟ ଲାଗିବ ଦେଖିବ। ବୋଉକୁ କହିଦେଇଛି ମାନେ ଏଡେ ବଡ ବାଇଗଣ ଆଣିକି ପୋଡିଛି ମାନେ ବନେଇକି ଯଦି ନଦେବି ରାଗିବେ ପ୍ରବଳ। ବାଇଗଣକୁ ଧୋଇ ଦେଇକି ଭଲରେ ଆଣିଲି ହାରି। ଆଳୁ ଗୋଟେ ସିଝା ନେଇ ଆସିଲି, ଟମାଟୋ ଟିକେ ତତେଇ ଦେଇଥିଲି, ଆଉ ଟିକେ କାକୁଡି ପକେଇ ଦେଇଛି, ସେଥିରେ ପିଆଜ ଟିକେ, କଞ୍ଚା ଲଙ୍କା ଟିକେ, ଆଉ ରସୁଣ ଦିଗଲା ପକେଇ ଲୁଣ ଟିକେ ଦେଇ ତାକୁ ଭଲ ଭାବରେ ଚକଟିକି, ମାନେ ଯେମିତି ସେଥିରେ ଖଣ୍ଡ ଖଣ୍ଡ ବି ରହିବନି, ପୁରା ବଢିଆ କି ଚକଟିକି ଏବେ ବୋଉ ଖାଇ ବଇଛନ୍ତି। ବୋଉକୁ ନେଇକି ଦେଇଦବା। ହେଇ ବୋଉ ଭାତ ଧରିକି ବସିଛନ୍ତି। ସିଏ ଆଜି ତରକାରୀ ଖାଇବେନି, ଖାଲି ଖାଇବେ ଚକଟା। ବୋଉ କେମିତି ଲାଗୁଛି ପରେ କହିବ।